ବୁଢ଼ା ଏବଂ ବୁଢ଼ୀମାନଙ୍କ ପାଇଁ ଦୁଃଖ ସାଜିଲା ଭତ୍ତାର ପ୍ରତାରଣା। ସରକାର 3000 ଟଙ୍କା ଭତ୍ତା ତ କରିପାରିଲେ ନାହିଁ, କେବଳ 400 ଟଙ୍କା ଦେଇ ବୃଦ୍ଧ ଏବଂ ବୃଦ୍ଧାମାନଙ୍କୁ ସନ୍ତୁଷ୍ଟ ହେବା ପାଇଁ କହୁଛନ୍ତି। 3500 ଟଙ୍କା ଭତ୍ତା 80 ବର୍ଷରୁ ଉର୍ଦ୍ଧ୍ୱ ଲୋକେ ପାଖାପାଖି 6 ମାସ ହେବ ପାଇଲେଣି, କିନ୍ତୁ 60 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଏପର୍ଯ୍ୟନ୍ତ 3000 ଟଙ୍କା ଭତ୍ତା ପ୍ରତିଶ୍ରୁତିକୁ ପୂରଣ କରିପାରିଲା ନାହିଁ ବିଜେପି। କିନ୍ତୁ ଚଳିତ ମାସରେ ଘାରେ ମଲମ ଲଗାଇବା ଭଳି 400 ଟଙ୍କା ଭତ୍ତା ବୃଦ୍ଧି କରି ଦେଉଛି ବିଜେପି ସରକାର। ଏହି ଭତ୍ତା ଶୀତଦିନ କମ୍ବଳ ଏବଂ ଖରାଦିନ ଛତା ପାଇଁ ଉପଯୁକ୍ତ ବୋଲି କୁହାଯାଉଛି। ତେବେ ଏହି ଭତ୍ତା 400 ଟଙ୍କା ନେଇ ବହୁ ଲୋକ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି। କହିଛନ୍ତି 3000 ଟଙ୍କା ଭତ୍ତା ପ୍ରତିଶ୍ରୁତି ବିଜେପିର ମିଳିଯିବା ପରେ ଇଏ ପୁଣି କି ଭେଳିକି 400 ଟଙ୍କାରେ କ'ଣ ହେବ? 3500 ଟଙ୍କା 80 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ବହୁତ ମିଳିସାରିଥିବା ବେଳେ 3000 ଟଙ୍କା ଭତ୍ତା ଏପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବୃଦ୍ଧି ହୋଇନାହିଁ। ତେବେ ବିଜେପିକୁ ଆଗକୁ ତୀବ୍ର ଅସନ୍ତୋଷର ସାମ୍ନା କରିବାକୁ ପଡ଼ିପାରେ ବୋଲି କହିଛନ୍ତି ବୃଦ୍ଧ ଏବଂ ବୃଦ୍ଧାମାନେ। ସେମାନେ କହିଛନ୍ତି ଏହାର ଜବାବ ବିଜେପିକୁ ନିଶ୍ଚୟ ମିଳିବ, କାରଣ ଭତ୍ତା ପ୍ରତାରଣା କରି ସେ ବିଜେପି ଭୋଟ ହାତେଇ ନେଲା ପରେ ଏବେ ବୃଦ୍ଧ ବୃଦ୍ଧାମାନଙ୍କ କଥା ଭୁଲି ଯାଇଛି ବିଜେପି ସରକାର। ତେବେ ବିଜେପି ସରକାରକୁ ଆଗାମୀ ଦିନରେ ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୃଦ୍ଧ ଏବଂ ବୃଦ୍ଧାମାନେ। ଚଳିତ ମାସରେ ଭତ୍ତା ବୃଦ୍ଧି ନେଇ କୌଣସି ଖବର ନ ଆସିଥିବା ବେଳେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ଚଳିତ ଓଡ଼ିଆ ମାସରେ ଥିବା ବୁଢ଼ା ଏବଂ ବୁଢ଼ୀମାନେ।